ରାଉରକେଲା ବିଶ୍ରା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ସ୍ତ୍ରୀଙ୍କ ଆଖି ଆଗରେ ଚାଲି ଯାଇଛି ସ୍ୱାମୀଙ୍କର ଜୀବନ। ମିଳିଥିବା ସୂଚନା ଅନୁଯାୟୀ ଜଲଡ଼ା ଏ ବ୍ଲକ ଅଞ୍ଚଳର ମନୁଆ ତିର୍କି ଓ ତାଙ୍କ ସ୍ତ୍ରୀ ପାର୍ବତୀ ତିର୍କି ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତେବେ ବିଶ୍ରା ଛକ ନିକଟରେ ବାଇକ୍ରେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କ ପଛପଟୁ ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ୱାମୀ ମନୁଆ ତିର୍କିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ପାର୍ବତୀ ତିର୍କି ଅତି ଗୁରୁତର ହୋଇଥିଲେ। ତେବେ ଦୁର୍ଘଟଣା ଘଟିବା ପରେ ଟ୍ରକ୍ର ଚାଳକ ଟ୍ରକ୍ ସହ ଫେରାର ହୋଇଯାଇଛି। ଖବର ପାଇ ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି। खड़ा हुआ था उधर रो रहा था हम पार हुए कहबनी तुमर राउरकेलारू चंदन सामंत सिंहारंक रिपोर्ट कोणार्क लाइव।